ମାର ଜାତି ଓ ଭବିଷ୍ୟତ। The true domain of women is spiritual, the mother। ଆଧ୍ୟାତ୍ମିକତା ହିଁ ନାରୀ ମାନଙ୍କର ଯଥାର୍ଥ କର୍ମକ୍ଷେତ୍ର। ସୀମା ଚଢେଇଟି ଉଡିଗଲା ବେଳେ ଦେଖିଛ ତ? ଆଚ୍ଛା କୁହ ତ ତାର କେଉଁ ଡେଣାଟି ଉତ୍କୃଷ୍ଟ ଓ କେଉଁ ଡେଣାଟି ନିକୃଷ୍ଟ? ଯେଉଁ ଡେଣାଟିକୁ କାଟି ଦେଇ କିମ୍ବା ବାନ୍ଧି ରଖି କିମ୍ବା ତା ପ୍ରତି ଅଯତ୍ନ ଭାବ ପୋଷଣ କଲେ ତାର ଉଡିବା କାମ ଚଳିପାରିବ ଚଳିପାରିବ। ଏହା ଯଦି ହୋଇପାରିବ ତେବେ ସମାଜରେ ନାରୀ ଓ ପୁରୁଷ ମଧ୍ୟରେ ଉତ୍କୃଷ୍ଟ ଓ ନିକୃଷ୍ଟ ଭାବ ବି ରହିପାରିବ। କିନ୍ତୁ ଏହା କଣ କେବେ ହୋଇପାରେ? ତଥାପି ଆମର ବହୁତ ପ୍ରଚଳିତ ପୁରାତନ ମତ ଅନୁସାରେ କୁହାଯାଏ ପ୍ରଥମେ ସୃଷ୍ଟି ନଥିଲା, ଥିଲେ ଏକ ଅଖଣ୍ଡ ପରମ। ସେହି ପରମ ବହୁ ରୂପରେ ନିଜକୁ ବ୍ୟକ୍ତ କରିବାକୁ ସଂକଳ୍ପ କଲେ ଓ ନିଜ ମଧ୍ୟରୁ ଏକ ସୃଜନଶୀଳ ଚେତନା ଉଦ୍ଭବ କଲେ। ଏହି ଚେତନା ବଳରେ ସବୁକିଛି ସୃଷ୍ଟି ସମ୍ଭବ ହେଲା। ସେ ପୁରାତନ ମତ ଅନୁସାରେ କୁହାଯାଏ ସେ ପରମ ହେଉଛନ୍ତି ପୁରୁଷ, ସୃଜନଶୀଳ ଚେତନା ହେଉଛନ୍ତି ନାରୀ। ପରମ ଶ୍ରେଷ୍ଠ, କାରଣ ସେ ହିଁ ପ୍ରଥମେ ସୃଷ୍ଟିର ସଂକଳ୍ପ କରି ସୃଜନଶୀଳ ଚେତନାକୁ ଏହାକୁ କାର୍ଯ୍ୟକାରୀ କରିବାର ଦାୟିତ୍ୱ ଦେଲେ। କିନ୍ତୁ ସେମାନେ ଭୁଲି ଯାଆନ୍ତି ଯେ ଏ ଦୁଇଟି ଯାକ ଏକ ହିଁ ଚେତନା। ଆଉ କେତେକ ଅଛନ୍ତି ଯେଉଁମାନେ ନିଜର ଉଚ୍ଚ ଆଧ୍ୟାତ୍ମିକ ଉପଲବ୍ଧି ଲୋକଙ୍କ ଆଗରେ ବ୍ୟାଖ୍ୟା କରିବାକୁ ଯାଇ ପୁରୁଷକୁ ନାରୀ ଠାରୁ ଉତ୍କୃଷ୍ଟ ବୋଲି କହିଥାନ୍ତି। ସେମାନଙ୍କ ଆଧ୍ୟାତ୍ମିକ ଅନୁଭୂତିର ବ୍ୟାଖ୍ୟା ଯଥାର୍ଥ କି ନାରୀ ଠାରୁ ପୁରୁଷର ଉତ୍କୃଷ୍ଟକୁ ପ୍ରମାଣିତ କରିବା ପାଇଁ ନିଜର ଆଧ୍ୟାତ୍ମିକ ଅନୁଭୂତିକୁ ସେହି ରୂପେ ବ୍ୟବହାର କରନ୍ତି। ତାହା ସେଇମାନଙ୍କୁ ଜଣା। ତେବେ ମା କହନ୍ତି ଯେତେବେଳେ ତୁମେ ଏହି ଉଚ୍ଚତର ଚେତନାକୁ ଲାଭ କରିବ ସେତେବେଳେ ତୁମେ ଦେଖିବ ଯେ ପୁରୁଷ ଓ ନାରୀ ମଧ୍ୟରେ ଥିବା ପାର୍ଥକ୍ୟ କେବଳ ସମ୍ପୂର୍ଣ୍ଣ ରୂପେ ଏକ ଶାରୀରିକ ପାର୍ଥକ୍ୟ ଛଡା ଆଉ କିଛି ନୁହେଁ। ଶ୍ରୀ ଅରବିନ୍ଦଙ୍କୁ ମଧ୍ୟ ଏହି ସମ୍ପର୍କରେ ଥରେ ଗୋଟେ ପ୍ରଶ୍ନ ପଚରା ଯାଇ, ଆମ ଆଶ୍ରମରେ ସାଧକ ସାଧିକା ମାନଙ୍କ ସମ୍ପର୍କ କଣ? ସେମାନେ କଣ ପରସ୍ପରର ଭାଇ ଭଉଣୀ ନା ଖାଲି ବନ୍ଧୁ? ସେମାନେ କେବଳ ସାଥୀ ସାଧକ ଛଡା ଆଉ କିଛି ନୁହନ୍ତି। କିନ୍ତୁ ଆମ ସମାଜରେ ଆଜି ଆମେ ଦେଖୁ କଣ, ଝିଅଟିଏ ହେଲେ ବାପା ମାଙ୍କର ଭିତରେ ଭିତରେ କେତେ ମନ ଖୁସି। ବାପ ବୁଝେ ନାହିଁ ତାର ଘରର ସୁଖ ଶାନ୍ତି। ସମସ୍ତ ସେବା ଯତ୍ନ ଯାହା ଉପରେ ନିର୍ଭର କରୁଛି ଓ ଯାହାଠାରୁ ସିଏ ପୁଅଟିଏ ଚାହେଁ। ସେ ନିଜେ କଣ? ସେ କଣ ପୁଅ? ମା ବି ଭୁଲିଯାଏ ସେ ନିଜେ ବି ଜଣେ ଝିଅ। ଏପରି ମନୋଭାବର କେତୋଟି କାରଣ ରହିଛି। ଗୋଟିଏ ହଉଛି ଝିଅ ପିତାମାତାକୁ ପୋଷି ପାରିବ ନାହିଁ, ସେ ବିବାହ ହୋଇ ଅନ୍ୟ ଘରକୁ ଚାଲିଯିବ। ଦ୍ୱିତୀୟ କାରଣ ହେଉଛି ଆମ ସମାଜର କେତେକ ବ୍ୟବସାୟିକ ଓ ମନୋବୃତ୍ତି ସମ୍ପନ୍ନ ଯୁବକଙ୍କର ସେମାନଙ୍କର ତଥା କଥିତ ସ୍କୁଲ କଲେଜ ଡିଗ୍ରୀର ଦାମ ସ୍ୱରୂପ ଅତିରିକ୍ତ ଯୌତୁକର ଦାବି। ଯୌତୁକ ସେମାନଙ୍କ ଆଶାନୁରୂପ ନହେଲେ ଧର୍ମକୁ ସାକ୍ଷୀ ରଖି ଯାହାଙ୍କୁ ଧର୍ମପତ୍ନୀ ରୂପେ ଗ୍ରହଣ କରିଥାନ୍ତି ତାଙ୍କ ପ୍ରତି ନାନା ପ୍ରକାର କଦର୍ଯ୍ୟ ବ୍ୟବହାର କରି ତାଙ୍କୁ ସମସ୍ତ ସୁଖ ଶାନ୍ତିରୁ ବଞ୍ଚିତ କରିବାକୁ ବସିଥାନ୍ତି। ଆଳ ଦେଖାଇ ସେମାନେ କହିପାରନ୍ତି ଏଥିଲାଗି ପିତାମାତା ଓ ସାଇ ପଡିଶା ଅନେକ ପରିମାଣରେ ଦାୟୀ। କିନ୍ତୁ ସେମାନେ କଣ କାଠ କଣ୍ଢେଇ ନା କଣ? ଯଥାର୍ଥରେ ସାଧାରଣ ଅବସ୍ଥାର ପତ୍ନୀର ସୁଖ ଶାନ୍ତି ତାର ସ୍ୱାମୀ ଉପରେ ଯେତେ ନିର୍ଭର କରେ ଅନ୍ୟମାନଙ୍କ ଉପରେ ତାର ଶହେ ଭାଗେ ବି ନିର୍ଭର କରେ ନାହିଁ। କିନ୍ତୁ ଯୋଗ ସାଧନା ଯେଉଁମାନେ କରନ୍ତି ସେମାନଙ୍କ କଥା ସ୍ୱତନ୍ତ୍ର। ସବୁ ପରିସ୍ଥିତି ଭିତରେ ବି ସେମାନଙ୍କର ଆନନ୍ଦ ଆସେ ଅନ୍ୟ ଏକ ଉତ୍ସରୁ। ତେବେ ସେ ଯାହା ହେଉ ଏତିକି ଆଶା କରାଯାଏ ଯେ ନୂତନ ଯୁଗର ନୂତନ ଆଦର୍ଶ ଅନୁସରଣକାରୀ ଯୁବକ ଏସବୁ କି ଘୃଣ୍ୟ କିଣା ବିକ ପଦ୍ଧତିରୁ ସମ୍ପୂର୍ଣ୍ଣ ମୁକ୍ତ ରହିବେ କିମ୍ବା କନ୍ୟା ପିତାର ପାରମ୍ପରିକ ମନରେ ଆଘାତ ଲାଗୁଥିଲେ ସାମାନ୍ୟ କିଛି ଗୋଟେ ଜିନିଷ ଉପହାର ସ୍ୱରୂପ ଆଣିବେ ବୋଲି ଆଗରୁ ଜଣାଇ ଦେଇ ପାରନ୍ତି। ଏହା ଛଡା ଆଉ ଗୋଟିଏ କାରଣ ଅଛି ଯେ ପିତାମାତାଙ୍କର ମୃତ୍ୟୁ ପରେ ସେମାନଙ୍କର ଆତ୍ମାର ସଦ୍ଗତି ନିମନ୍ତେ ପୁତ୍ର ପିଣ୍ଡ ଶ୍ରାଦ୍ଧ ଆଦି କରିଥାଏ। ପରିଶେଷରେ ଆମେ ଜାଣୁ ଯେ ଗୋଟିଏ ଧାରଣା ଆମର ଅସ୍ଥି ମଜ୍ଜାଗତ ହୋଇଯାଇଛି, ପୁଅ ପିଲା ଝିଅ ପିଲା ଅପେକ୍ଷା ଉତ୍କୃଷ୍ଟ। ଯଥାର୍ଥରେ ଆଜିର ନୂତନ ଆଲୋକରେ ଏହି ସବୁ କାରଣ ଗୁଡିକୁ
ବିଚାର କଲେ ସମ୍ପୂର୍ଣ୍ଣ ନିରର୍ଥକ ବୋଲି ବୋଧ ହୁଏ। ବର୍ତ୍ତମାନ ଆମେ ଦେଖିବା ଆମର ଭାରତୀୟ ପରମ୍ପରାରେ ନାରୀ ମାନଙ୍କର ସ୍ଥାନ। ପାଶ୍ଚାତ୍ୟ ଦେଶ ମାନଙ୍କରେ ସାଧାରଣତଃ ପ୍ରତ୍ୟେକ ନାରୀକୁ ସ୍ତ୍ରୀ ରୂପେ ହିଁ ଦେଖା ଯାଇଥାଏ, କିନ୍ତୁ ଭାରତରେ ନାରୀ ଜାତିକୁ କେବଳ ମାର ଜାତି ହିସାବରେ ଦେଖାଯାଏ। ସେ ଛୋଟ ବାଳିକା ହେଉ କିମ୍ବା ବୟସ୍କା ମହିଳା ହେଉ। ସନ୍ନ୍ୟାସୀ ମାନେ ଗୃହସ୍ଥର ଦ୍ୱାରରେ ଭିକ୍ଷା କରିବା ସମୟରେ କେବଳ ମା ମା ସମ୍ବୋଧନ କରି ଭିକ୍ଷା ମାଗିଥାନ୍ତି। ବ୍ୟବହାରରେ ଛୋଟ ବାଳିକା ଠାରୁ ଆରମ୍ଭ କରି ବୟସ୍କା ମହିଳା ପର୍ଯ୍ୟନ୍ତ ସେମାନେ ସମସ୍ତଙ୍କୁ ପ୍ରତ୍ୟେକ ଭାରତୀୟ ମା, ଭଉଣୀ ଅଥବା ଝିଅ ବୋଲି ସମ୍ବୋଧନ କରିଥାଏ। ପରିବାର ମଧ୍ୟରେ ସ୍ତ୍ରୀ ଯେତେ ଶିକ୍ଷିତା ହୋଇଥିଲେ ହୋଇଥାଉ ପଛେ ମାକୁ ହିଁ ବେଶୀ ଅଧିକାର ଦିଆଯାଇଥାଏ। ଭାରତୀୟ ସାଧନା କ୍ଷେତ୍ରରେ ମାତୃଶକ୍ତିକୁ ହିଁ ପରମା ଦିବ୍ୟ ଜନନୀ ରୂପେ ଜ୍ଞାନ କରାଯାଏ ଓ ତାକୁ ହିଁ ସବୁ କିଛିର ସୃଷ୍ଟିକର୍ତ୍ତି ଓ ସବୁ କିଛି ଅଶୁଭ ଶକ୍ତିର ଧ୍ୱଂସକର୍ତ୍ତି ରୂପେ ଆରାଧନା କରାଯାଏ। ଚାରିଆଡେ ମୂର୍ତ୍ତି ଦୁର୍ଗା, କାଳୀ ଓ ଅନ୍ୟାନ୍ୟ ରୂପରେ ପୂଜା ପାଆନ୍ତି, କିନ୍ତୁ ଭାରତୀୟ ପରମ୍ପରା ବଡ ବିଚିତ୍ର। ଗୋଟିଏ ଦିଗରେ ନାରୀ ଜାତିକୁ ଏତେ ସମ୍ମାନ ଅଥଚ ଅନ୍ୟ ଦିଗରେ ତାଙ୍କରି ପ୍ରତି କି ଘୃଣ୍ୟ ଭାବ। ଏହା ସେମାନଙ୍କୁ ପ୍ରକୃତି ମାୟା, ମରୀଚିକା, ପତନ ଓ ନରକର ଦ୍ୱାର ସ୍ୱରୂପ ଜ୍ଞାନ କରି ଦୂରରେ ରଖିବାକୁ ନିର୍ଦ୍ଦେଶ ଦେଇ ସତେ ଯେପରି ସୃଷ୍ଟିରେ ସେମାନେ ଅନାବଶ୍ୟକ ଜୀବ। ଥରେ ରାମକୃଷ୍ଣ ପରମହଂସଙ୍କ ଶିଷ୍ୟ ସ୍ୱାମୀ ତୁରୀୟାନନ୍ଦ ବହୁତ ବାହାଦୁରୀ ଦେଖାଇ କହିଲେ, ମୁଁ ନାରୀ ଜାତିକୁ ବହୁତ ଘୃଣା କରେ। ସେମାନଙ୍କର ସାମାନ୍ୟ ଉପସ୍ଥିତି ବି ମୁଁ ସହ୍ୟ କରିପାରେ ନାହିଁ। ତାଙ୍କ କଥା ଶୁଣି ରାମକୃଷ୍ଣ ପରମହଂସ ତାଙ୍କୁ ତିରସ୍କାର କରି କହିଲେ, ତୁମଠାରୁ ବୋକା ଆଉ କେହି ନାହିଁ। ପରମା ଦିବ୍ୟ ଜନନୀଙ୍କ ପ୍ରତୀକ ସ୍ୱରୂପ ନାରୀମାନଙ୍କୁ ତୁମେ କେଉଁ କାରଣରୁ ଘୃଣା କରିବ? ଯଦି ତୁମେ ନିଜର କଳୁଷିତ ମନକୁ ଶୁଦ୍ଧ କରିବାକୁ ଚାହଁ, ତେବେ ମନରେ ସେମାନଙ୍କୁ ସମ୍ମାନ ଦିଅ ଓ ଦେବୀର ଆସନରେ ପୂଜା କର। ଏପରିକି ସମାଜରେ ଯେଉଁମାନଙ୍କୁ ପତିତା ବେଶ୍ୟା ବୋଲି ଘୃଣା କରାଯାଏ, ସେମାନଙ୍କୁ ମଧ୍ୟ ପରମହଂସ ସେଇ ଏକ ଦୃଷ୍ଟିରେ ଦେଖୁଥିଲେ। ମାତୃଜାତି ପ୍ରତି ଏପରି ଘୃଣା ମନୋଭାବ କେତେକ ସାଧକ ସନ୍ନ୍ୟାସୀ ମାନେ ଏକ ସମୟରେ ପୋଷଣ କରିପାରୁଥିଲେ। ଯେତେବେଳେ ସେମାନେ ସଂସାର ବିରାଗୀ ବ୍ୟକ୍ତିଗତ ସାଧନାରେ ବ୍ୟସ୍ତ ଥିଲେ, କିନ୍ତୁ ଘୃଣା କରି କଣ କେବେ କିଛିକୁ ଜୟ କରାଯାଇପାରେ? ଯେଉଁ ଦୁର୍ବଳତାକୁ ସେମାନେ ଦୂର କରିବା ପାଇଁ ମାର ଜାତିକୁ ଏପରି ଘୃଣା ଚକ୍ଷୁରେ ଦେଖୁଥିଲେ, ସାଧାରଣ ଚେତନାକୁ ଆସିଲେ ସେଇ ଦୁର୍ବଳତାର ଶିକାର ହେଉଥିଲେ। ତେବେ ଯେଉଁ ସାଧନାରେ ସମଗ୍ର ସମାଜର ଉତ୍ଥାନ ନିହିତ, ସେ ସାଧନାରେ ଚଢ଼େଇଟିର ଗୋଟିଏ ପକ୍ଷ ସଦୃଶ ସମାଜରେ ମାର ଜାତିକୁ ଛାଡି ଗୋଟିଏ ପାଦ ବି ଅଗ୍ରଗତି ହୋଇପାରିବ ନାହିଁ। ମାର ଜାତି ମଧ୍ୟରେ ସୃଷ୍ଟି ଶକ୍ତି ଓ ସଂହାର ଶକ୍ତି ଉଭୟ ପୂରି ରହିଛି। ଯିଏ ଯେପରି ଚାହେଁ ସେ ସେପରି ପାଏ। ଆମେ ସବୁବେଳେ ବର୍ତ୍ତମାନର ଅବସ୍ଥା ଦେଖି ଅତୀତର ନାରୀମାନଙ୍କ ଆଦର୍ଶ ଉପସ୍ଥାପିତ କରିଥାଉ, ଯଥା ସାବିତ୍ରୀ, ଦମୟନ୍ତୀ, ଗାର୍ଗୀ, ମୈତ୍ରେୟୀ, ଲୀଳାବତୀ, ମୀରାବାଇ, ଅହଲ୍ୟାବାଇ ପ୍ରଭୃତିଙ୍କ ଆଦର୍ଶ। ସେମାନଙ୍କ ମଧ୍ୟରୁ କିଏ ପ୍ରତିଭକ୍ତି, କିଏ ଭଗବତ ସାଧନା, କିଏ ଜ୍ଞାନ, କିଏ ଶୌର୍ଯ୍ୟବୀର୍ଯ୍ୟ ଇତ୍ୟାଦିରେ ନିପୁଣା ଥିଲେ। ଅତୀତରେ ଅବଶ୍ୟ ଆମ ଲାଗି ଏପରି କେତେକ ଆଦର୍ଶ ରହିଛି, କିନ୍ତୁ ଭବିଷ୍ୟତ ଯେ ସେଇଆ ହେବ ତା ନୁହେଁ। ଭବିଷ୍ୟତ ଅତୀତର ସମସ୍ତ ସଦ୍ଗୁଣକୁ ବହନ କରି ତାଠାରୁ ଆହୁରି ଅଲୌକିକ ଭାବେ ମହାନ ହେବ। ନାରୀ ମାନଙ୍କର ଖାଲି କିଛିଟା ନୈତିକ, ବୌଦ୍ଧିକ, ପ୍ରାଣିକ ବା ଶାରୀରିକ ବିକାଶ ହୋଇ ଅଟକି ଯିବ ନାହିଁ। ଗୋଟିଏ ନୂତନ ଯୁଗ ପୃଥିବୀ ପୃଷ୍ଠକୁ ଆସୁଛି। ସେଇ ନୂତନ ଯୁଗକୁ ଆଣିବା ଲାଗି ମା ଶ୍ରୀ ଅରବିନ୍ଦ ଏକ ନୂତନ ଅତିମାନସ ଶକ୍ତିକୁ ପୃଥିବୀ ପୃଷ୍ଠରେ ଅବତରଣ କରାଇଛନ୍ତି। ସେଇ ନୂତନ ଅତିମାନସ ଶକ୍ତିର କ୍ରିୟା ଫଳରେ ନାରୀ ପୁରୁଷ ସମସ୍ତଙ୍କର ପ୍ରକୃତିରେ ପରିବର୍ତ୍ତନ ଘଟିବ। ଯେଉଁ ପ୍ରକୃତି ନାରୀକୁ ପୁରୁଷ ନିକଟରେ ଦାସୀ ଓ ପୁରୁଷକୁ ନାରୀ ନିକଟରେ ଦାସ କରାଇଛି, ସେ ପ୍ରକୃତି ସମୂଳେ ରୂପାନ୍ତରିତ ହେବ। ଉଭୟ କେବଳ ଭଗବାନଙ୍କ ନିମିତ୍ତ ହୋଇ ଉଠିବେ। ଦୁଇଟି ସ୍ୱାଧୀନ ସ୍ୱଚ୍ଛନ୍ଦ ପୁଷ୍ପ ତୁଲ୍ୟ। ପ୍ରକୃତିରେ ଯେଉଁ ପ୍ରକ୍ରିୟାରେ ବର୍ତ୍ତମାନ ସନ୍ତାନ
ଉତ୍ପାଦନ ଚାଲିଛି ସେ ପ୍ରକ୍ରିୟା ପଡି ରହିବ ପୁରୁଣା ମଣିଷ ମାନଙ୍କ ଲାଗି। ନୂତନ ମଣିଷ ଜାତି ଏସବୁ ନିଜ ପ୍ରାଣ ପ୍ରକୃତିର ଅଧୀନ ହେବେ ନାହିଁ। ସଂକଳ୍ପ ତଥା ସୂକ୍ଷ୍ମତର ଶକ୍ତିର କ୍ରିୟା ଫଳରେ ନୂତନ ମାନବ ଓ ଶିଶୁ ଜନ୍ମ ନେବେ। ନାରୀ ଓ ପୁରୁଷ ମଧ୍ୟରେ ପାର୍ଥକ୍ୟ କେବଳ ସ୍ଥୂଳ ଶରୀରରେ ରହିଛି। ଚେତନାରେ ଉଭୟ ସମାନ ବୋଲି ଉପଲବ୍ଧି କରିବେ। ଧୀରେ ଧୀରେ ବାହ୍ୟ ଶରୀର ରୂପାନ୍ତର ଫଳରେ ସ୍ଥୂଳ ଶରୀରର ଅନେକ ପାର୍ଥକ୍ୟ ମଧ୍ୟ ଲୋପ ପାଇବ। ଏହି ନୂତନ ଅତିମାନ ଶକ୍ତିର କ୍ରିୟା ଯେ ଆଲୋଚନାର ବିଷୟବସ୍ତୁ ହୋଇ ରହିଛି ତା ନୁହେଁ, ଏହାର କ୍ରିୟା ବର୍ତ୍ତମାନ ସୁସ୍ପଷ୍ଟ। ଯେଉଁମାନେ ଏଥିପ୍ରତି ଉନ୍ମୁକ୍ତ ସେହି ମା ଭଉଣୀମାନେ ସେମାନଙ୍କ ପ୍ରତି ପୁରୁଷର ପୁରାତନ ବ୍ୟବହାରକୁ ଆଦୌ ପସନ୍ଦ କରୁନାହାନ୍ତି। ନିଜର ପ୍ରକୃତିର ସମ୍ପୂର୍ଣ୍ଣ ରୂପାନ୍ତର ନ ହୋଇଥିଲେ ସୁଦ୍ଧା ଅନ୍ତଃସ୍ଥଳରେ ସେମାନେ ଏକ ଶୁଦ୍ଧପୂତ ପରିବେଶରେ ବାସ କରିବାକୁ ବ୍ୟାକୁଳ, ଯେଉଁଠି ଏ ପୁରାତନ ପ୍ରାଣଗତ ହୀନ କାମନା ବାସନା ନଥିବ। ଅନ୍ୟପକ୍ଷରେ ପୁରୁଷମାନେ ମଧ୍ୟ ଯେଉଁମାନେ ମା ଶ୍ରୀଅରବିନ୍ଦଙ୍କର ଏହି ନୂତନ ଶକ୍ତି ପ୍ରତି ଉନ୍ମୁକ୍ତ, ସେମାନେ ମଧ୍ୟ ଚାହାନ୍ତି ଏହିଭଳି ଏକ ବାତାବରଣ। ସେଥିଲାଗି ସେମାନେ ପାଠଚକ୍ର, ଛାତ୍ର ସମାଜ ତଥା ଏହିପରି ଅନ୍ୟାନ୍ୟ ଅନୁଷ୍ଠାନ ଗଢି ସେହି ପରିବେଶ ମଧ୍ୟରେ ବାସ କରିବାକୁ ଚାହିଁଛନ୍ତି। ଅବଶ୍ୟ ଏଭଳି ମା ଭଉଣୀ ଓ ପୁରୁଷମାନଙ୍କ ସଂଖ୍ୟା ଖୁବ୍ କମ୍, କିନ୍ତୁ ସେହି କମ୍ ସଂଖ୍ୟକ ବ୍ୟକ୍ତିକୁ ହିଁ ଗଠନ କରିବେ ନୂତନ ମାନବ ସମାଜ ଏବଂ ହେବେ ମଣିଷ ସମାଜର ଅଗ୍ରଦୂତ। ଏ ନୂତନ ଯୁଗ ଅନିବାର୍ଯ୍ୟ ରୂପେ ଆସିବ, ଏଥିରେ ତିଳେ ହେଲେ ସନ୍ଦେହ ନାହିଁ। ପ୍ରକୃତି ବି ଚାହୁଁଛି ଏହିଭଳି ଏକ ନୂତନ ମାନବ ଜାତି, କିନ୍ତୁ ତାର ଧାରା ବହୁତ ମନ୍ଥର। ଏଥିଲାଗି କୋଟି କୋଟି ବର୍ଷ ଲାଗିଯିବ। ଯୋଗ ସାଧନା ବଳରେ ଏହା ଖୁବ୍ ଶୀଘ୍ର ଆସିପାରିବ। ନିଶ୍ଚିନ୍ତ ଭାବରେ ନାରୀ ଓ ପୁରୁଷ ମଧ୍ୟରେ କୌଣସି ଉତ୍କୃଷ୍ଟତା ଓ ନିକୃଷ୍ଟତା ରହିବ ନାହିଁ। ବିଦ୍ୟା, ବୁଦ୍ଧି, ଶକ୍ତି, ସାମର୍ଥ୍ୟ, କାର୍ଯ୍ୟଦକ୍ଷତା ସବୁଥିରେ ଉଭୟ ସମାନ ହେବେ। ତେଣୁ ଯେପର୍ଯ୍ୟନ୍ତ ଏହି ସମୟ ନ ଆସିଛି ସେପର୍ଯ୍ୟନ୍ତ ମାର ଜାତିକୁ ସବୁ କ୍ଷେତ୍ରରେ ସେମାନଙ୍କର ପ୍ରତି ଅନ୍ତରରେ କୌଣସି କୁତ୍ସିତ ଭାବ ନ ରଖି ସମାନ ସୁଯୋଗ ଓ ସୁବିଧା ଦେବାକୁ ହେବ। ଯାହା କିଛି ନୂତନ ସୃଷ୍ଟି ତାହା ମାର ଜାତି ମଧ୍ୟ ଦେଇ ହିଁ ଆସେ। ସେମାନଙ୍କୁ ସମସ୍ତ ସୁବିଧା ସୁଯୋଗରୁ ବଞ୍ଚିତ କରି ଘର କୋଣରେ ପକାଇ ରଖିଥିବା ଅର୍ଥ ସବୁଦିନ ପାଇଁ ସମସ୍ତେ ଅନ୍ଧକାରରେ ବୁଡି ରହିଥିବା। କିନ୍ତୁ ଏପରି ସମୟ ଆସିଲାଣି ଯାହା ଫଳରେ ସ୍ୱତଃସ୍ଫୂର୍ତ୍ତ ଭାବରେ ମାର ଜାତିର ଉତ୍ଥାନ ହେବ। ତାକୁ କେହି ରୋକି ପାରିବେ ନାହିଁ, କାରଣ ସେମାନେ ଆଉ ପୁରାତନ ପ୍ରକୃତିର ଅଧୀନ ହେବାକୁ ଚାହିଁବେ ନାହିଁ କି ପୁରୁଷର ବାହୁଛାୟା ତଳେ ଆଶ୍ରୟ ଲୋଡ଼ିବେ ନାହିଁ। ଭଗବାନଙ୍କ ଦୟାରୁ ସେମାନେ ଜାଣିପାରୁଛନ୍ତି ସେମାନଙ୍କର କଣ ଭଲ ଓ କଣ ଭବିଷ୍ୟତ। କାହାରି ବିନା ସାହାଯ୍ୟରେ ବି ସେମାନେ ନିଜେ ନିଜ ସମାଜର ଭବିଷ୍ୟତ ଗଢି ନେବା ପାଇଁ ସମର୍ଥ ହୋଇ ଉଠିଲେଣି। ପାଶ୍ଚାତ୍ୟର ପ୍ରାଣ ପ୍ରତିଷ୍ଠାତା ନାରୀମାନଙ୍କ ଭଳି ବାହ୍ୟ ବିପ୍ଳବ ବା ବିଶୃଙ୍ଖଳା ସୃଷ୍ଟି କରି ଏ ଦେଶର ନାରୀମାନେ ସ୍ୱାଧୀନତା ଦାବି କରିବେ ନାହିଁ। ସେମାନେ ଆତ୍ମପ୍ରତିଷ୍ଠ ହୋଇ ଅନ୍ତରରେ ଯେଉଁ ପ୍ରକୃତି ସେମାନଙ୍କୁ ସ୍ୱାଧୀନତା ଅପହରଣ କରିଛି, ସେହି ପ୍ରକୃତିକୁ ସାଧନା ବଳରେ ଜୟ କରି ସ୍ୱତଃସ୍ଫୂର୍ତ୍ତ ଭାବରେ ସମାଜରେ ନିଜର ଆସନ ଗ୍ରହଣ କରିବେ। ଯେଉଁମାନେ ଭଗବାନଙ୍କ ପାଇଁ ଯୋଗ ସାଧନା କରିବେ, ସେମାନେ କେବଳ ସେମାନଙ୍କ ପିତାମାତାଙ୍କ ଆତ୍ମାର ସଦ୍ଗତି କରିବେ ନାହିଁ, ସପ୍ତ ପୁରୁଷର ଆତ୍ମାର ସଦ୍ଗତି କରିବେ। ଏ ଉପର ଠାଉରିଆ ପିଣ୍ଡ ପାଣି ଦେବା ସେମାନଙ୍କୁ ଆବଶ୍ୟକ ପଡିବ ନାହିଁ। ସେମାନଙ୍କର ସରଳ, ନିଷ୍ପାପ, ଆତ୍ମଜ୍ୱଳ ଓ କୋମଳ ଅଥଚ ଅଶୁଭ ଇଚ୍ଛା ପ୍ରତି ପ୍ରଚଣ୍ଡ ସ୍ୱରୂପକୁ ଦେଖାଇବା ମାତ୍ରେ ହିଁ ପୁରୁଷର ସମସ୍ତ ଦମ୍ଭ, ଅହଙ୍କାର, ହୀନ ପ୍ରାଣଗତ କାମନା ବାସନା ଅପସରିଯିବ। ସେମାନେ ଅନ୍ତର ସ୍ଥିରତାରେ ପ୍ରତିଷ୍ଠିତ ହୋଇ ପାଶ୍ଚାତ୍ୟର ନାରୀମାନଙ୍କ ଭଳି କର୍ମ ତତ୍ପରତା ଶିଖିପାରନ୍ତି। କିନ୍ତୁ ସେମାନଙ୍କର ଜଡ ଧର୍ମୀ ମୁଖୀ ଢଙ୍ଗକୁ ଏ ଦେଶର ମାତୃଜାତି ଅନୁକରଣ କରିପାରିବ ନାହିଁ। କଲେ ବି ତାହା ସେମାନଙ୍କ ଅନ୍ତର ସମର୍ଥନ କରିବ ନାହିଁ। ବରଂ ସେମାନେ ପାଶ୍ଚାତ୍ୟର ନାରୀମାନଙ୍କୁ ଶିକ୍ଷା ଦେବେ କିପରି ଅନ୍ତରରେ ପ୍ରତିଷ୍ଠିତ ହୋଇ ତାଙ୍କରି ଭଳି ବି ଉତ୍ପରତାର ସହ କାର୍ଯ୍ୟ କରି ହୁଏ। ତେଣୁ ବାଧା ଦେବା ଛାଡି ଗଭୀର ଶୁଭେଚ୍ଛା ସହ ଏ ଦେଶରେ ମାର ଜାତିକୁ ତାର ଯଥାର୍ଥ ସ୍ଥାନ ଗ୍ରହଣ କରିନେବାରେ
ସହାୟତା କରିବା ଉଚିତ, କାରଣ ସମଗ୍ର ଜଗତର ମାର ଜାତିର ଭବିଷ୍ୟତ ନିର୍ଭର କରୁଛି ଏ ଦେଶର ମାର ଜାତି ଉପରେ। ପ୍ରତ୍ୟେକ ଭାରତୀୟ ତାହା ପାରିବେ ବୋଲି ବିଶ୍ୱାସ। ଶ୍ରୀ ଅରବିନ୍ଦ ନାମରେ ଆନନ୍ଦ, ଶ୍ରୀମା ନାମରେ ମିଳେ ଶାନ୍ତି। ଗାଇ ଯାରେ ମନ ସେ ଦିବ୍ୟ ନାମକୁ, ପାଇବୁ ପୂର୍ଣ୍ଣ ପ୍ରଗତି। ଶ୍ରୀ ଅରବିନ୍ଦ ନାମରେ ଆନନ୍ଦ, ଶ୍ରୀମା ନାମରେ ମିଳେ ଶାନ୍ତି। ଗାଇ ଯାରେ ମନ ସେ ଦିବ୍ୟ ନାମକୁ, ପାଇବୁ ପୂର୍ଣ୍ଣ ପ୍ରଗତି। ଯାହାର ଚରଣେ ଦେଲିରେ ଶରଣ, ପୋଛି ହୋଇଯାଏ ଗର୍ବ ଅଭିମାନ। ବିନମ୍ରତା ଯାର ଚିର ସାଥୀ, ଶ୍ରୀ ଅରବିନ୍ଦ ନାମରେ ଆନନ୍ଦ, ଶ୍ରୀମା ନାମରେ ମିଳେ ଶାନ୍ତି। ଗାଇ ଯାରେ ମନ ସେ ଦିବ୍ୟ ନାମକୁ, ପାଇବୁ ପୂର୍ଣ୍ଣ ପ୍ରଗତି। ଏ ସାରା ଜୀବନଟି ହେଉ ପ୍ରଭୁଙ୍କ ପ୍ରାର୍ଥନାମୟ, ମାଙ୍କ ଆଶୀଷ ଧାରା ଫେରିଛି ହୋଇ ବଳୟ। ଏ ସାରା ଜୀବନଟି ହେଉ ପ୍ରଭୁଙ୍କ ପ୍ରାର୍ଥନାମୟ, ମାଙ୍କ ଆଶୀଷ ଧାରା ଫେରିଛି ହୋଇ ବଳୟ। ଅତି ମାନସର ସୂର୍ଯ୍ୟାଲୋକ ତୁମେ, ଅତି ମାନସର ସୂର୍ଯ୍ୟାଲୋକ ତୁମେ, ସତ୍ୟ ସନାତନ ପ୍ରତିମୂର୍ତ୍ତି। ଶ୍ରୀ ଅରବିନ୍ଦ ନାମରେ ଆନନ୍ଦ, ଶ୍ରୀମା ନାମରେ ମିଳେ ଶାନ୍ତି। ଗାଇ ଯାରେ ମନ ସେ ଦିବ୍ୟ ନାମକୁ, ପାଇବୁ ପୂର୍ଣ୍ଣ ପ୍ରଗତି। ଜଗତ ତୁମର ଧରଣୀ, ମାଗ ପତିତ ପାବନୀ। ଦିଅ ଗୋ ଦିବ୍ୟ ଜୀବନ, ମାଗ କଲ୍ୟାଣ କାରିଣୀ। ଜଗତ ତୁମର ଧରଣୀ, ମାଗ ପତିତ ପାବନୀ। ଦିଅ ଗୋ ଦିବ୍ୟ ଜୀବନ, ମାଗ କଲ୍ୟାଣ କାରିଣୀ। ଅନ୍ଧକାର ନାଶ ଭାଙ୍ଗ ଓ ବିଶ୍ୱାସ, ଅନ୍ଧକାର ନାଶ ଭାଙ୍ଗ ଓ ବିଶ୍ୱାସ। ବିଶ୍ୱେ ପ୍ରଭାହିତ ତୁମ ଶକ୍ତି, ଶ୍ରୀ ଅରବିନ୍ଦ ନାମରେ ଆନନ୍ଦ, ଶ୍ରୀମା ନାମରେ ମିଳେ ଶାନ୍ତି। ଗାଇ ଯାରେ ମନ ସେ ଦିବ୍ୟ ନାମକୁ, ପାଇବୁ ପୂର୍ଣ୍ଣ ପ୍ରଗତି। ଯାହାର ଚରଣେ ଦେଲିରେ ଶରଣ, ପୋଛି ହୋଇଯାଏ ଗର୍ବ ଅଭିମାନ। ବିନମ୍ରତା ଯାର ଚିର ସାଥୀ, ଶ୍ରୀ ଅରବିନ୍ଦ
ନାମରେ ଆନନ୍ଦ, ଶ୍ରୀମା ନାମରେ ହେ ଶାନ୍ତି, ଗାଇ ଯାରେ ମନା ସେ ଦିବ୍ୟ ନାମକୁ, ପାଇବୁ ପୂର୍ଣ୍ଣ ପ୍ରଗତି। Ma. Thank you, Larover.